ଦଶହରା ଉପଲକ୍ଷେ କଟକ ଜିଲ୍ଲା ବାଙ୍କି ଡମ୍ପଳାର ସିଲୁ ଢଳ ସାମନ୍ତ ଯିଏକି ମୂର୍ତ୍ତି କାରିଗର କାର୍ଯ୍ୟ କରନ୍ତି ଏବଂ ସେ ଦିନରାତି ଏକ କରି ନିଜର ମୂର୍ତ୍ତି କାର୍ଯ୍ୟରେ ଲାଗି ପଡ଼ନ୍ତି। ଆମେ ସିଧାସଳଖ ଆମ ସାଙ୍ଗରେ ଅଛନ୍ତି ସେ ବାଙ୍କି ଡମ୍ପଳାର ସିଲୁ ଢଳ ସାମନ୍ତ। ତାଙ୍କ ସାଙ୍ଗରେ ଆମେ ଆଲୋଚନା କରିବା। ସାର୍ ନମସ୍କାର, ଜି ନ୍ୟୁଜ୍ ଭାରତକୁ ଆପଣ ସ୍ୱାଗତ। ସାର୍ କ'ଣ କହିବେ, ଆପଣ ଯେଉଁ କରୁଛନ୍ତି ଯେଉଁ କାମର ମୂର୍ତ୍ତି କାରିଗର, କେତେ ବର୍ଷ ଧରି କଲେଣି? ମୁଁ 30-35 ବର୍ଷ ହେଲା କଲିଣି। ଏଠି ଆମର କରୁଥିଲି, ଅନୁଗୁଳରେ ବି କରିଛି। ଅନୁଗୁଳରେ ପ୍ରାୟ 10 ବର୍ଷ 12 ବର୍ଷ ଯାକେ କରିଛି, 2005 ପର୍ଯ୍ୟନ୍ତ। ତାପରେ ପଟାଙ୍ଗୀ କୋରାପୁଟ ଡିଷ୍ଟ୍ରିକ୍ଟ ଯାଇଛି, ଏମିତି ବାହାରକୁ ଯାଏ। ଆଉ ଛୋଟ ମୂର୍ତ୍ତି ବି ମୋର ବାହାର ସପ୍ଲାଇ ହୁଏ, ଆଉ କଟକ ବାଙ୍କି ଏମିତି ଆଉ। ସରକାରଙ୍କ ଆଢୁଆଳରେ ଆପଣ ଲୁଚିକିରି ଅଛନ୍ତି, ଏ ବିଷୟରେ ନେଇ କ'ଣ କହିବେ? ସରକାରଙ୍କୁ ଆପଣ କ'ଣ କହିବେ? ଆପଣ ସେ ଯଦି କିଛି ଇଏ କରନ୍ତେ ତାହେଲେ ଯାହା ଗୋଟେ ହନ୍ତା, ଆଉ କିଛି ଆଗକୁ ବଢ଼ିପାରନ୍ତେ। ଆଉ ଆମେ ଦେଖିବେ ଦିନକୁ ଦିନ ମାଟିର ଚାହିଦା ମଧ୍ୟ କମିବାରେ ଲାଗିଛି। ମାଟିର ବର୍ତ୍ତମାନ ମାଟି ଆଣିବାକୁ ଭାରି ତକଲିଫ, ମାନେ ଧରାଧରି ଚାଲିଛି। ବହୁତ କଷ୍ଟରେ ମାଟି ଆମେ ଯୋଗାଡ଼ କରୁଛୁ। ଯେଉଁଠୁ ଟଙ୍କା 500-600 ଏଠି ମିଳିବା କଥା, ବର୍ତ୍ତମାନ ଟଙ୍କା 3000 3,500 ଗୋଟାଏ ପିଛା ପଡ଼ିଯାଉଛି। ମାଟିଟା ବହୁତ ଅସୁବିଧା, ଏମିତି ଆଉ ଧରାଧରି ଚାଲିଛି। ଆଣିକି କରିବା ବହୁତ କଷ୍ଟକର ଏବେ ହେଇଗଲାଣି। ଆଉ ଆମର ମାଟି କୋଉଠୁ ଆସୁଛି ଆଜ୍ଞା? ମାଟି ପାଖାପାଖି ବିଲ ମାନଙ୍କରୁ ଆସୁଛି ଯେ, କିନ୍ତୁ ଧରାଧରି ସକାଶେ ସହଜେ ଟିକେ ଆସିପାରୁନି। ଆଉ ସରକାର କ'ଣ କହିବେ? ଯେଉଁ ମୂର୍ତ୍ତି ଆପଣ କରୁଛନ୍ତି, ସରକାର କ'ଣ କହିବେ? କ'ଣ ଯଦି ଅଭିଯୋଗ ରହିବ? ସେଇ ମାଟି ଫାଟି ଯେତେବେଳେ ଆଣୁଛୁ, ଆମକୁ ଟିକେ ଯଦି କିଛି କୋଅପରେଟ୍ କରନ୍ତେ, କିଛି ଧରାଧରି ନ କରନ୍ତେ, ତାହେଲେ ଆମେ ଟିକେ ଆଉ ଟିକେ ବେଶୀ ଖୁସି ହୁଅନ୍ତୁ। ଆପଣ ଆଉ କ'ଣ ୟା ପରେ ମୂର୍ତ୍ତି କାଟି କରେ ଆଉ କ'ଣ କାମ କରନ୍ତି? ମୁଁ ଫାଇବର କାମ କରେ, ସିମେଣ୍ଟ କାମ କରେ, ସିମେଣ୍ଟ ଷ୍ଟାଚୁ ଫାଚୁ, ଫାଇବରର ବି ଷ୍ଟାଚୁ ଫାଚୁ କରେ। ମୂର୍ତ୍ତି ଆମର ସବୁ ମେଢ଼ ବି ତିଆରି କରେ, ମାଳି ମକୁଟ କାମ ବି ତିଆରି କରେ, ଏମିତି ଆଉ। ମୂର୍ତ୍ତି ଆପଣଙ୍କର କୁଆଡ଼େ ସବୁ ଯାଉଛି ବିକ୍ରି? କଟକ ଯାଉଛି, ବାଙ୍କି ଯାଉଛି, ବ୍ରହ୍ମପୁରା ଯାଉଛି, କଳାପଥର ଯାଉଛି, ଏମିତି ଆଉ। ଭୁବନେଶ୍ୱର ମୂର୍ତ୍ତିର କେତେ ମାନେ ମୂଲ୍ୟ ରଖୁଛନ୍ତି କେତେ? ସେମିତି ଲୋକ ଦେଖିକି, ଆଉ ବର୍ତ୍ତମାନ ଆମ ମଫସଲରେ ଯାହା ଇଏ ଚାଲିଛି ସେଇଆ ଦେଖିକି, ଆଉ ଏମିତିର କିଛି ଇଏ ନାହିଁ। ଆଉ ଶୁଣିଥିଲେ ଆମର ସିଲୁ ଢଳ ସାମନ୍ତ କହୁଥିଲେ ଯେ କି ମୂର୍ତ୍ତିର ଦିନକୁ ଦିନ ଚାହିଦା କମିବାରେ ଲାଗିଛି ଏବଂ ମାଟି ପାଇଁ ଯେଉଁ କଟକଣା ଲାଗୁ ରହିଛି, ଯଦି ତାଙ୍କୁ ସରକାର କିଛି ତାଙ୍କୁ ଆଶ୍ୱାସନା ମିଳନ୍ତା, ତାହେଲେ ନିହାତି ପକ୍ଷରେ ଏଠିକାର ଯେଉଁ କାରିଗର ଅଛନ୍ତି, ମୂର୍ତ୍ତି କାରିଗର ସିଲୁ ଢଳ ସାମନ୍ତ ଆହୁରି କିଛି ଆଗକୁ ଯାଇପାରନ୍ତେ। ଏବଂ ସରକାରଙ୍କୁ ସେ ନିବେଦନ କରୁଛନ୍ତି ଯେଉଁ ମାଟି ପାଇଁ ତାକୁ ଆଣିବା ପାଇଁ ଯେଉଁ କଟକଣା ରହିଛି ତାଙ୍କୁ ଦୂର କରାଯାଉ। ଯେ ଯାହାକି ସେ ଯେଉଁ ଆମର ଏଠି ଭରଣ ପୋଷଣ କରୁଛନ୍ତି, ଯେ ମୂର୍ତ୍ତି କାର୍ଯ୍ୟ କରି ନିଜର ପରିବାର ପୋଷଣ ମଧ୍ୟ ସେ କରୁଛନ୍ତି ଏବଂ ମୂର୍ତ୍ତି କାରିଗରକୁ ସେ ନିଜର ଜୀବିକା ବୋଲି ଭାବିଛନ୍ତି। ତେଣୁକରି ସରକାରଙ୍କୁ ତାଙ୍କର ଏତିକି ନିବେଦନ କରାଯାଉଛି ଯେ ମୂର୍ତ୍ତି କାରିଗର ଯେଉଁ ସିଲୁ ଢଳ ସାମନ୍ତ ଅଛନ୍ତି ତାଙ୍କୁ ମାଟି ପାଇଁ କିଛି ଅନୁମତି ଦିଆଯାଉ ଏବଂ ସେ କେମିତି ଆଗକୁ ଯିବେ। ଏବଂ ସରକାରଙ୍କୁ ଆଉ ଗୋଟେ ନିବେଦନ କରାଯାଉଛି ଯେ ମୂର୍ତ୍ତି ଯେଉଁ କାରିଗର ଅଛନ୍ତି ସିଲୁ ଢଳ ସାମନ୍ତ, ତାଙ୍କୁ ସରକାର ଦ୍ୱାରା କିଛି ପ୍ରୋତ୍ସାହନ ରାଶି ଦିଆଗଲେ ସେ ନିଜକୁ ନିଜେ ଉପକୃତ ହୋଇପାରିବେ। କଟକ ଜିଲ୍ଲା ବାଙ୍କି ଡମ୍ପଳାରୁ ଶ୍ରବଣ କୁମାର ସେଠୀଙ୍କ ରିପୋର୍ଟ, ଜି ନ୍ୟୁଜ୍ ଭାରତ।